ଆଜି କୋଭିଡ-19 ଭୂତାଣୁର ସଂକ୍ରମଣ ପରେ ତାହାର ଅବ୍ୟକ୍ତ ବା ରୋଗ ପୁଷ୍ଟି ଅବଧି ଇନକ୍ୟୁବେସନ୍ ପିରିୟଡ଼ ଅତିକ୍ରାନ୍ତ ହେବା କ୍ଷଣି ରୋଗୀ ଶରୀରରେ କି ଲକ୍ଷଣ ଦେଖାଯାଏ ସେ ବିଷୟରେ ଆଲୋଚନା କରିବା। ଯେକୌଣସି ରୋଗର ବାହ୍ୟ ପରିପ୍ରକାଶକୁ ସେହି ରୋଗର ଲକ୍ଷଣ କୁହାଯାଏ। କୋଭିଡ-19 କ୍ଷେତ୍ରରେ ଉପର ଓ ନିମ୍ନ ଶ୍ୱାସତନ୍ତ୍ର ସଂକ୍ରମଣ ଯୋଗୁଁ ରୋଗୀଠାରେ କେତେଗୁଡ଼ିଏ ଲକ୍ଷଣ ଦେଖାଯାଏ, ସେଗୁଡ଼ିକ ଆଲୋଚନା କରିବା। ଗ୍ରସନୀ ଓ ସ୍ୱରପେଟିକା ଇତ୍ୟାଦି ଉପର ଶ୍ୱାସନଳୀ ସଂକ୍ରମିତ ହୋଇଥିଲେ ତଣ୍ଟି ଦରଜ ଲାଗେ, ଶୁଖିଲା କାଶ ହୁଏ, ଶ୍ୱାସରୁଦ୍ଧ ହେଲା ପରି ଲାଗେ, ଦୀର୍ଘଶ୍ୱାସ ନେଇ ହୁଏ ନାହିଁ, ହାଲିଆ ଲାଗେ, ମୁଣ୍ଡ ବ୍ୟଥା ଓ ଜ୍ୱର ହୁଏ, ରୋଗୀ ଗନ୍ଧ ଓ ସ୍ୱାଦ ବାରିପାରେ ନାହିଁ। ଏସବୁ ଅତି ସାଧାରଣ ଲକ୍ଷଣ ଅଟେ। ଶ୍ୱାସତନ୍ତ୍ରର ନିମ୍ନ ଅଂଶ ଅର୍ଥାତ୍ ଶ୍ୱାସନଳିକା ଓ ଫୁସ୍ଫୁସ୍ର ସୂକ୍ଷ୍ମ ଶ୍ୱାସତନ୍ତ୍ର ସଂକ୍ରମିତ ହେଲେ ଭୀଷଣ କାଶ ହୁଏ, ସେଥିରୁ କଫ ବାହାରେ, ଦୀର୍ଘଶ୍ୱାସ ନେବାରେ କଷ୍ଟ ହୁଏ, ଶ୍ୱାସରୁଦ୍ଧ ହେବା ପରି ଲାଗେ, ଛାତିରେ କଫ ଜମିଯିବାରୁ ତାହା ଭାରି ଲାଗେ। ଅତି ସାଂଘାତିକ ଅବସ୍ଥାରେ ଶରୀରରେ ଅମ୍ଳଜାନ ସ୍ତର କମି ଯାଇଥିବାରୁ ଓଠର ରଙ୍ଗ ନୀଳ ହୋଇଯାଏ, ନିଶ୍ୱାସ ଛାଡ଼ିବା ବେଳକୁ ସଁ ସଁ ଶବ୍ଦ ଶୁଣାଯାଏ, ରୋଗୀ ଭଲରେ କଥା କହିପାରେ ନାହିଁ କିମ୍ବା ଠିକ୍ ଭାବେ ଚଳପ୍ରଚଳ କରିପାରେ ନାହିଁ କିମ୍ବା ସେ ଅତି ବ୍ୟତିବ୍ୟସ୍ତ ହୋଇପଡ଼େ। ଏସବୁ ଲକ୍ଷଣ ଦେଖାଯିବା କ୍ଷଣି ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଏସବୁ ଛଡ଼ା ବେଳେବେଳେ କୋଭିଡ-19 ରୋଗୀ ଶରୀରରେ ଅନ୍ୟ ଲକ୍ଷଣ ଦେଖାଯାଏ, ଯଥା ତଣ୍ଟି ଦରଜ, ମୁଣ୍ଡ ବ୍ୟଥା, ଶରୀରର ଗଣ୍ଠିଗୁଡ଼ିକ ଦରଜ ହେବା ଓ ରୋଗୀ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା। ତରଳ ଝାଡ଼ା, ଚର୍ମରେ ନାଲି ଦାଗ, ହାତ ଓ ପାଦ ନଖ ସ୍ୱାଭାବିକ ରଙ୍ଗ ହରାଇବା, ଆଖି ଲାଲ ପଡ଼ିବା ଓ ସେଥିରୁ ପାଣି ବୋହିବା ଭଳି ଲକ୍ଷଣ ମଧ୍ୟ ବେଳେବେଳେ ରୋଗୀ ଶରୀରରେ ଦେଖାଯାଏ। ଏବେ ଆସ କୋଭିଡ-19 ନିୟନ୍ତ୍ରଣ ଓ ଚିକିତ୍ସା ସମ୍ପର୍କରେ ଆଲୋଚନା କରିବା। ଦେଖିବାକୁ ଗଲେ କୋଭିଡ-19 ଆରୋଗ୍ୟ ଲାଭ ପାଇଁ ଏପର୍ଯ୍ୟନ୍ତ 100% ଫଳପ୍ରଦ ଔଷଧ ବାହାରି ନାହିଁ। ତେବେ ରୋଗ ପ୍ରତି ସଚେତନତା ଓ ସାବଧାନତା ହିଁ ରୋଗ ପ୍ରତିରୋଧର ସର୍ବୋତ୍ତମ ଉପାୟ। ରୋଗର ଗୌଣ ଲକ୍ଷଣ ଗୁଡ଼ିକ ଦେଖାଯିବା କ୍ଷଣି କେତୋଟି ବ୍ୟବସ୍ଥା ଗ୍ରହଣ କରିବାକୁ ହୁଏ, ଯଥା ଉପଯୁକ୍ତ ବାୟୁ ଚଳାଚଳ କରୁଥିବା ଏକ ପ୍ରକୋଷ୍ଠରେ ରୋଗୀର ପୃଥକାବାସ କରିବାକୁ ହୁଏ, ଏକ 3 ସ୍ତରଯୁକ୍ତ ମାସ୍କକୁ 6 ଘଣ୍ଟା ବ୍ୟବହାର କରିବା ପରେ କିମ୍ବା ତାହା ଓଦା ହୋଇଗଲେ କିମ୍ବା ସେଥିରେ ଧୂଳି ମାଟି ଲାଗିଲେ ତାକୁ ବଦଳାଇବା ଉଚିତ। କୌଣସି ପରିସ୍ଥିତିରେ ରୋଗୀର ପୃଥକାବାସ କୋଠରୀକୁ ସହାୟିକା ବା ଅନ୍ୟ କେହି ପ୍ରବେଶ କଲେ ସେମାନେ N95 ମାସ୍କ ପିନ୍ଧିବା ଉଚିତ। 1% ସୋଡ଼ିୟମ ହାଇପୋକ୍ଲୋରାଇଟ୍ ଦ୍ରବଣରେ ରୋଗୀର ମାସ୍କକୁ ବିଶୋଧନ କରାଯିବା ଉଚିତ। ରୋଗୀକୁ ବିଶ୍ରାମ ଦେବା ଦରକାର। ଅଧିକ ପରିମାଣରେ ତରଳ ପଦାର୍ଥ ଖାଇବାକୁ ଦେଇ ତାହାର ଶରୀରରେ ଉପଯୁକ୍ତ ଜଳୀୟ ଅଂଶ ରକ୍ଷା କରାଯିବା ଉଚିତ। ସାବୁନ କିମ୍ବା ତରଳ ହାତ ଧୁଆ ଲିକ୍ୱିଡ ହ୍ୟାଣ୍ଡୱାଶକୁ ନେଇ ହାତରେ ବୋଳି ଭଲ ଭାବରେ 20 ସେକେଣ୍ଡ ପର୍ଯ୍ୟନ୍ତ ପାଣିରେ ଧୋଇବା ଉଚିତ କିମ୍ବା ବିଶୋଧକ ବା ସାନିଟାଇଜରରେ ହାତକୁ ସଫା କରିବା ଉଚିତ। ରୋଗୀର ଆସବାବପତ୍ରକୁ ପରିବାରରେ କେହି ବ୍ୟବହାର କରିବା ଉଚିତ ନୁହେଁ। ପୃଥକାବାସରେ ଥିବା ରୋଗୀ ପ୍ରକୋଷ୍ଠର ଚଟାଣକୁ 1% ସୋଡ଼ିୟମ ହାଇପୋକ୍ଲୋରାଇଟ୍ରେ ପୋଛିବା ଉଚିତ। ସେହିପରି ସେହି ଘରର କବାଟ ଓ ଝରକାର ନବ୍ ଓ ରୋଗୀର ଆସବାବପତ୍ରକୁ ବିଶୋଧିତ ବା ଭୂତାଣୁମୁକ୍ତ କରିବା ଉଚିତ। ନିୟମିତ ଭାବେ
ରୋଗୀ ଶରୀରର ତାପମାତ୍ରାର ବିବରଣୀ ରଖିବା ଉଚିତ। ରୋଗୀର ଅମ୍ଳଜାନ ସନ୍ତୃପ୍ତି ବା ଅକ୍ସିଜେନ୍ ସାଚୁରେସନ୍ ସ୍ତରରେ ନିୟମିତ ବିବରଣୀ ରଖିବା ଉଚିତ। ଏଥିରେ କୌଣସି ଅସ୍ୱାଭାବିକତା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। କୋଭିଡ୍-19 ପାଇଁ କୌଣସି ସ୍ଥିରୀକୃତ ଚିକିତ୍ସା ବ୍ୟବସ୍ଥା ନାହିଁ। ତେବେ ସାମାନ୍ୟ ଲକ୍ଷଣଠାରୁ ଅଧିକ ମାତ୍ରାରେ ଲକ୍ଷଣ ଦେଖାଗଲେ କିମ୍ବା ସାଂଘାତିକ ଅବସ୍ଥାରେ ରୋଗୀ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ କିମ୍ବା ରୋଗୀକୁ କୋଭିଡ୍ ସେବା ପ୍ରଦାନ କରୁଥିବା ଡାକ୍ତରଖାନାରେ ଭର୍ତ୍ତି କରିବା ଉଚିତ। ଅମ୍ଳଜାନ ସନ୍ତୃପ୍ତି ସ୍ତର 92% ତଳକୁ ଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। କୋଭିଡ୍ ହସ୍ପିଟାଲରେ ଭାରତୀୟ ଚିକିତ୍ସା ବିଜ୍ଞାନ ଅନୁସନ୍ଧାନ ପରିଷଦ ICMR, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ରୋଗୀର ଚିକିତ୍ସା କରାଯାଏ। ସେହି ମାର୍ଗଦର୍ଶିକା ଗୁଡ଼ିକର ବିଧି ବ୍ୟବସ୍ଥା ବାରମ୍ବାର ପରିବର୍ତ୍ତିତ ହେଉଛି। ଏଣୁ କୌଣସି ପରିସ୍ଥିତିରେ ସାଂଘାତିକ କିମ୍ବା ଦୀର୍ଘକାଳ କୋଭିଡ୍-19ର ଲକ୍ଷଣ ଦେଖାଯାଉଥିବା ରୋଗୀକୁ ଘରେ ରଖି କିମ୍ବା କୌଣସି ଅନଭିଜ୍ଞ ବ୍ୟକ୍ତିଙ୍କର ପରାମର୍ଶରେ ଚିକିତ୍ସା କରାଯିବା ଆଦୌ ଉଚିତ ନୁହେଁ। କୋଭିଡ୍-19ର ପୁନଃପୌନିକ ସଂକ୍ରମଣରେ ବାଧା ଦେବା ପାଇଁ 5ଟି ଉପାୟକୁ ସାର୍ବଜନୀନ ଭାବେ ପାଳନ କରାଯାଏ। ତାହା ସବୁ ହେଲା ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଭ୍ୟାକ୍ସିନେଟ୍ ଆଣ୍ଡ ଆଡହେରେନ୍ସ ଅଫ୍ କୋଭିଡ୍ ଆପ୍ରୋପ୍ରିଏଟ୍ ମେଜର୍ସ କାମ୍, ଅର୍ଥାତ୍ କୋଭିଡ୍ର ପରୀକ୍ଷା, ତାହାର ସଂକ୍ରମଣ ମାର୍ଗ ଅନ୍ୱେଷଣ, ଉପଚାର, ଟୀକାକରଣ ଓ କୋଭିଡ୍ ସଙ୍ଗତ ଉପାୟ ଅବଲମ୍ବନ। ଏହା ହେଉଛି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ରାଜ୍ୟକୁ କୋଭିଡ୍ ପରିଚାଳନା ପାଇଁ ଦିଆଯାଇଥିବା ମାର୍ଗଦର୍ଶନ। ଖୁବ୍ କମ୍ ସମୟରେ ରୋଗଟି ଏତେ ମାତ୍ରାରେ ପୃଥିବୀର 221ରୁ ଅଧିକ ଦେଶକୁ ବ୍ୟାପିବାର ମୁଖ୍ୟ କାରଣ ହେଉଛି ତାହାର ସଂକ୍ରମଣ କ୍ଷମତାରେ ପ୍ରଚଣ୍ଡ ପାରଦର୍ଶିତା। ତେଣୁ ଦୈନିକ ଅଧିକ ସଂଖ୍ୟାରେ ରୋଗୀ ବା ରୋଗବାହକକୁ ଚିହ୍ନଟ କରାଯିବା ଉଚିତ। ସେମାନଙ୍କ ସହିତ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କର ମଧ୍ୟ ପରୀକ୍ଷା କରାଯିବା ଉଚିତ। ଫଳରେ ସେ ସମସ୍ତଙ୍କୁ ପୃଥକାବାସରେ ରଖାଯାଇପାରିବ ତଥା ସଂକ୍ରମଣର ଶୃଙ୍ଖଳକୁ ବ୍ୟାହତ କରାଯାଇପାରିବ। ସଂକ୍ରମଣର ତୀବ୍ରତା ଅନୁସାରେ ଘରୋଇ କିମ୍ବା ଗୋଷ୍ଠୀ ପୃଥକାବାସ କିମ୍ବା ଡାକ୍ତରଖାନାରେ ରଖି ସେମାନଙ୍କର ଚିକିତ୍ସା କରାଯାଇପାରିବ। ତେଣୁ ପ୍ରତ୍ୟହ ଯେତେ ଅଧିକ ସଂକ୍ରମିତ ବା ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତିଙ୍କର କୋଭିଡ୍-19 ପରୀକ୍ଷା କରାଯିବ ସେତେ ଭଲ। କୋଭିଡ୍-19କୁ ସୀମାବଦ୍ଧ କରିବା ପାଇଁ 5ଟିରୁ ଶେଷ 2ଟି ଉପାୟକୁ ସବୁ ବର୍ଗରେ ପାଳନ କରାଯିବା ଆବଶ୍ୟକ। କୋଭିଡ୍ ସଙ୍ଗତ ଉପାୟ ଗୁଡ଼ିକ ହେଲା ସବୁବେଳେ ମାସ୍କ ପିନ୍ଧିବା, ପରସ୍ପରଠାରୁ 2 ମିଟର ଦୂରତା ରଖିବା, ଜନସମାଗମ ହେଉଥିବା ସ୍ଥାନକୁ ଅନାବଶ୍ୟକ ଭାବେ ନ ଯିବା, ହାତକୁ ବାରମ୍ବାର ଧୋଇବା ଓ ବିଶୋଧକ ବ୍ୟବହାର କରିବା, ଛିଙ୍କିବା ସମୟରେ କହୁଁଟେ ମୁହଁକୁ ଢାଙ୍କି ତଳକୁ ମୁହଁ କରି ଛିଙ୍କିବା। କୋଭିଡ୍-19 ଭୟାବହ ପ୍ରଭାବରୁ ରକ୍ଷା ପାଇବା ନିମନ୍ତେ ଏକମାତ୍ର ଅବ୍ୟର୍ଥ ଉପାୟ ହେଉଛି ସମୂହ ଟୀକାକରଣ। ଏହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ଶରୀରରେ ଅର୍ଜିତ ରୋଗ ପ୍ରତିରୋଧ କ୍ଷମତା ସୃଷ୍ଟି ହୁଏ। ଫଳରେ ତାହା ସ୍ୱାଭାବିକ ଜୀବନଚର୍ଯ୍ୟା ପାଇଁ ସୁରକ୍ଷା କବଚ ସାବ୍ୟସ୍ତ ହୋଇଥାଏ। ଭାରତରେ କୋଭିଡ୍-19 ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇଛି। ସେଥିମଧ୍ୟରୁ ପ୍ରଥମଟି କୋଭାସିଲ୍ଡ ଓ ଦ୍ୱିତୀୟଟି କୋଭାକ୍ସିନ୍ ଅଟେ। କୋଭାସିଲ୍ଡ ଏକ RNA ଟୀକା। କରୋନା ଭୂତାଣୁର RNAକୁ ଥଣ୍ଡା ରୋଗ ଭୂତାଣୁର ପୁଷ୍ଟିସାର ଆବରଣ ଦ୍ୱାରା ପ୍ରସ୍ତୁତ କରାଯାଇଛି। ତାହା କୋଭିଡ୍-19ର କଣ୍ଟାଳିଆ ପୁଷ୍ଟିସାରକୁ ସଂଲଗ୍ନ ହେବାରେ ବାଧା ଦେଇଥାଏ। ଲଣ୍ଡନ ସ୍ଥିତ ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ବିକଶିତ କରାଯାଇ
ପୁନେର ସେରମ୍ ଇନଷ୍ଟିଚ୍ୟୁଟ୍ରେ ଏହାକୁ ଟୀକା ଭାବେ ଉତ୍ପାଦନ କରାଯାଇଛି। କିନ୍ତୁ କୋଭାକ୍ସିନ୍ ହେଉଛି ଆମ ଦେଶରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଥିବା ପ୍ରଥମ ଟୀକା। ଭୂତାଣୁକୁ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପୁନେରେ ପୃଥକୀକୃତ କରାଯାଇ ତାହାର ହ୍ରାସିତ ଆଟେନ୍ୟୁଏଟେଡ୍ ନିଷ୍କ୍ରିୟ ଉପାଦାନ ଗୁଡ଼ିକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ରେ ସଫଳତାର ସହିତ ଟୀକା ହିସାବରେ ଉତ୍ପାଦନ କରାଯାଇଛି। ଏ ଦୁଇଟି ଯାକ ଟୀକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆପତ୍କାଳୀନ ପ୍ରୟୋଗ ବା ଏମର୍ଜେନ୍ସି ୟୁଜ୍ ପାଇଁ ଅନୁମୋଦିତ କରିଛନ୍ତି। ଏପର୍ଯ୍ୟନ୍ତ ଭାରତରେ 9ଟିରୁ ଅଧିକ କୋଭିଡ୍-19 ଟୀକାକୁ ଆପତ୍କାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଗଲାଣି। ସେଥିରୁ 5ଟି ଆମ ଦେଶରେ ହିଁ ଉତ୍ପାଦିତ ହେଉଛି। ତନ୍ମଧ୍ୟରୁ ଜାଇକୋଭ୍-ଡି ହେଉଛି ପୃଥିବୀର ସର୍ବପ୍ରଥମ DNA ଆଧାରିତ କୋଭିଡ୍ ଟୀକା। ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଇଛି। ଏହାକୁ ଚର୍ମରେ ଜେଟ୍ ମାଧ୍ୟମରେ ଦିଆଯାଉଛି। ଆଜି ପାଇଁ ଏତିକି।